ରାତିର ଶାନ୍ତ ପରିବେଶରେ ଚାରିଆଡେ ଘନ ଅନ୍ଧକାରରେ ରାତି ବଢି ଚାଲିଥାଏ। କୁକୁର ବିଲୁଆ ସାଙ୍ଗକୁ, ନାନା ବନଜୀବଙ୍କ ରଡ଼ି ସାଙ୍ଗକୁ, ଭୂତ ପିଶାଚ ମାନଙ୍କ ଅଟହାସ୍ୟ ଶବଦ। କିନ୍ତୁ ରାଜା ନରୋତ୍ତମ ଏ ସବୁକୁ ଖାତିର ନ କରି ଆଗେଇ ଚାଲିଥାନ୍ତି। ହଠାତ୍ ତାଙ୍କ ସାମ୍ନା ହେଇଗଲା ଗଛରେ ଓହଳି ରହିଥିବା ପିଶାଚ ସହ। ରାଜା, ଏତେ ରାତିରେ କୁଆଡେ ବିଚରଣ କରୁଛ? ଆରେ ଇଏ କଣ ମତେ ଏଡେଇ ଦେଇ ପଳେଇଲେ? ରାଜନ, ମତେ ବି ସାଙ୍ଗରେ ନେଇ ଯାଆନ୍ତୁ, ଏକା ବି ଲାଗିବନି। ଠିକ ଅଛି। ରାଜା, ତୁମକୁ ଗୋଟେ କାହାଣୀ ଶୁଣେଇବି, ଶେଷରେ ମୋର କିଛି ପ୍ରଶ୍ନର ଉତ୍ତର ବି ଦବ। ଶୁଣାଅ। ଏକ ଗ୍ରାମରେ ବିଭୂତି ନାମକ ଜଣେ ଯୁବକ ତା ପରିବାର ସହ ଖୁସିରେ ରହୁଥିଲା। ଗାଁର ପ୍ରତ୍ୟେକ କାମରେ ସେ ଆଗେଇ ଆସିଥିଲା। ସେ ଜଣେ ଉତ୍ତମ ବିଦ୍ୟୁତ କର୍ମଚାରୀ ମଧ୍ୟ ଥିଲା। ତା କାର୍ଯ୍ୟ ଦକ୍ଷତା ପାଇଁ ଗାଁ ଲୋକ ତାକୁ ଭାରି ମାନନ୍ତି। ଦିନକର କଥା, ସେଇ ଗାଁରେ କିଛି କାରଣ ପାଇଁ ବିଦ୍ୟୁତ ସଂଯୋଗ ନଥିଲା। ଗାଁ ଲୋକେ ବିଭୂତିକୁ ଡାକିଲେ। ଆରେ ଭାଇ, ଏଇ ପୋଲରେ ଫଲ୍ଟ ଅଛି, ରୁହ, ମୁଁ ତୁରନ୍ତ ଅଫିସରେ ଖବର ଦଉଛି। ବିଭୂତିର କହିବା ମାତ୍ରେ ସବୁ କର୍ମଚାରୀମାନେ ସୁରକ୍ଷା ଉପକରଣ ଆଣି ସେଫ୍ଟି ବେଲ୍ଟ ବାନ୍ଧି କାମ କରିବା ଆରମ୍ଭ କଲେ। ହେଲେ କିଛି ସମୟ ପରେ ପୋଲଟି ଭାଙ୍ଗିଗଲା, ଆଉ ବିଭୂତି ଏବଂ ତା ସାଥୀ କର୍ମଚାରୀମାନେ ସେଫ୍ଟି ବେଲ୍ଟ ବାନ୍ଧିଥିବାରୁ ପୋଲରେ ପିଟି ହେଇ ତଳେ ପଡ଼ିଗଲେ। ଆପଣଙ୍କ ଗୋଡର ହାଡ଼ ନଷ୍ଟ ହେଇଯାଇଛି, କାଟିବା ଛଡା ଆଉ କିଛି ଉପାୟ ନାହିଁ। ହେ ରାଜା, କାହାଣୀ ତ ଶୁଣିଲ, ଏବେ ମତେ କୁହ, ବିଭୂତି ତ ଜଣେ କୁଶଳୀ ବିଦ୍ୟୁତ କର୍ମଚାରୀ ଥିଲେ, ତଥାପି ତା ସହ ଏମିତି କାହିଁକି ହେଲା? ଆଉ ତା ପରିବାର ପାଇଁ ସ୍ୱପ୍ନ ସବୁ ଚୁରମାର ହେଇଗଲା। ବିଭୂତି ଯଦି ସୁରକ୍ଷା ଉପକରଣ ନ ପିନ୍ଧିଥାନ୍ତେ, ହୁଏତ ପୋଲରୁ ପଡ଼ି ତାଙ୍କ ମୃତ୍ୟୁ ହୋଇଯାଇଥାନ୍ତା। ଯେତେ କୁଶଳୀ କର୍ମଚାରୀ ହେଲେ ବି ଆମକୁ କିଛି କଥା ଉପରେ ଧ୍ୟାନ ଦେବା ନିହାତି ଦରକାର। ଯେମିତି ପୋଲ ଉପରକୁ ଚଢ଼ିବା ଆଗରୁ ତାକୁ ଭଲରେ ଯାଞ୍ଚ କରିବା ଦରକାର। ପୋଲରେ କିଛି ଟଣାଟଣି କାମ ଥିଲେ ଷ୍ଟେ ସପୋର୍ଟ ଦେବା। ପୋଲ ଯଦି ନଇଁ ଯାଇଥିବ, ସେଥିରେ ଅଧିକ ବଳ ପ୍ରୟୋଗ ନ କରିବା ଦରକାର ଇତ୍ୟାଦି। ଏସବୁକୁ ଜାଜ୍ କିମ୍ବା ଜବ୍ ସେଫ୍ଟି ଆନାଲିସିସ୍ କୁହନ୍ତି। ଆପଣମାନେ ବି ମନେ ରଖନ୍ତୁ, କୌଣସି ବୈଦ୍ୟୁତିକ ଅସୁବିଧା ହେଲେ ଜବ୍ ସେଫ୍ଟି ଆନାଲିସିସ୍ ନିଶ୍ଚୟ କରିବେ।